ଯୁକ୍ତ 2 କଳାରେ 85% ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର। ପର ଘରେ ମୂଲ ଲାଗି ଯୁକ୍ତ 3 ଆଡମିସନ ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି। ଏ ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ଏକ ଅଭାବନୀୟ ଚିତ୍ର। ଗାଁର ମେଧାବୀ ଛାତ୍ର ମାନସ ଦେହୁରୀ ଧରଣୀଧର ବିଶ୍ୱବିଦ୍ୟାଳୟରୁ ଏ ବର୍ଷ 85% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ମାନସଙ୍କର ବାପା ବେଣୁଧର ଦେହୁରୀ ଆରପାରିକୁ ଚାଲିଯିବା ପରେ ତାଙ୍କ ଘରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ବଡ଼ ଭାଇ ଟୁଟୁନା ଦେହୁରୀ ବାହାରେ ଦାଦନ ଖଟୁଛନ୍ତି। ଆଗକୁ ପ୍ରଶାସନିକ ସେବାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ମାନସ ନିଜର ଯୁକ୍ତ 3 ଆଡମିସନ ପାଇଁ ଛେଳି ଚରାଇବା ସହିତ ପର ଘରେ ମୂଲ ଲାଗୁଛନ୍ତି। ସରକାର ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇଲେ ମାନସ ତାଙ୍କ ସ୍ୱପ୍ନ ସାକାର କରିପାରିବେ ବୋଲି କହିଛନ୍ତି। ଘର ପାଖ ଜଙ୍ଗଲ, ସେଠାରେ ଏକ ଭଙ୍ଗା ଗଛ ଉପରେ ବସିଛନ୍ତି ଜଣେ ଛାତ୍ର। ଏକାଗ୍ର ଚିତ୍ତରେ ପାଠ ପଢ଼ୁଛନ୍ତି। ଘରୁ ବାହାରି ଜଙ୍ଗଲରେ ଛେଳି ଚରାଇବା ସହିତ ସେଠାରେ ବସି ମଧ୍ୟ ପାଠ ପଢ଼ୁଛନ୍ତି। ଏଥିସହିତ ପରଘରେ ମୂଲ ଲାଗି ନିଜ ଯୁକ୍ତ 3 ଆଡମିସନ ପାଇଁ ସେ ଟଙ୍କା ଯୋଗାଡ଼ କରୁଛନ୍ତି। ଏ ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ମାନସ ଦେହୁରୀଙ୍କର ଏକ କରୁଣ କାହାଣୀ। ଧରଣୀଧର ବିଶ୍ୱବିଦ୍ୟାଳୟରୁ ଏ ବର୍ଷ 85% ମାର୍କ ରଖି ପାସ୍ କରିବା ପରେ ଆଡମିସନ ପାଇଁ ଅର୍ଥ ସାଜିଛି ବାଧକ। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। आम चैनल को लाइक, शेयर एवं सब्सक्राइब करंतु।